ଏବେ କଣ ଆଶା ରଖିଛନ୍ତି? ଆଶା ରଖିଛି ତ ମୁଁ ତ ପୁଣି ସେମାନେ କନଫିଡେନ୍ସ ନେବେ ଯେତେବେଳେ ଯେହେତୁ ମୋର ଗୋଟେ ଟ୍ରାକ୍ ରେକର୍ଡଟା ଖରାପ ହେଇଗଲା ଯେ ମଦ ପିଇକି ଗୋଟେ ମଦୁଆ ବୋଲି ଗୋଟେ ଷ୍ଟାମ୍ପ ବାଜିଗଲା। ତେଣୁକରି ସମସ୍ତେ ଏବେ ଟିକେ ମୁଁ ତ ଏବେ ଚେଷ୍ଟା କରୁନି ଯେହେତୁ ମୁଁ ଅସୁସ୍ଥ ଥିଲି ମୁଁ ବି ଉଠି ପାରୁନଥିଲି ଧୀରେ ଧୀରେ ଏବେ ତ ଦେଖୁଥିବେ ମୁଁ ସୋସିଆଲ ମିଡ଼ିଆରେ ଆକ୍ଟିଭ୍ ଅଛି କରୁଛି ଟିକେ ସୁସ୍ଥ ହେଲା ପରେ ପୁଣି କୋଉଠି ଜଏନ୍ କରିବି ଆଉ। କରେଣ୍ଟ ମଦୁଆ ଯେଉଁମାନେ କି ପୁରା ମଦଗ୍ରସ୍ତ ଅଛନ୍ତି ପରିବାରରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି ପାରିବାରିକ ସ୍ତରରେ ତାଙ୍କର ଅନେକ ସ୍ଥିତି ଦୁର୍ବଳ ହେଉଛି ସେମାନଙ୍କୁ କ'ଣ ଆପଣଙ୍କର ଉପଦେଶ ରହିବ? ଉପଦେଶ ତ ଯାହା ଉପଦେଶ ସେମାନେ ଯେତେ ବୁଝେଇଲେ ସହିତ ଏତେ ନିଶା ନିବାରଣ କେନ୍ଦ୍ର ବି ଖୋଲିଛି ପରିବାର ଲୋକ ସମସ୍ତେ ଯାଇକିରି ନିଜ ପୁଅ ହଉ ଭାଇ ହଉ କିଏ କାହା ସ୍ୱାମୀ ହଉ କିଏ କାହା ପୁଅ ହଉ ସମସ୍ତେ ନେଇକି ନିଶା ନିବାରଣ କେନ୍ଦ୍ର କରିଥିଲେ। ମୋ ଭଲ ଭଲ ଲୋକ ଇଞ୍ଜିନିୟର ଆମର ସତ୍ୟନଗର ସେ ଅଛି ସେ ଯେଉଁ ଡିପାର୍ଟମେଣ୍ଟରେ ଜଣେ ରୁହନ୍ତି ସେ ଇଞ୍ଜିନିୟର ଜଣେ ସେ ପ୍ରତ୍ନତତ୍ତ୍ୱ ବିଭାଗ ଯେଉଁ ନାହିଁ ସେଠି ଆମର ଯେଉଁ ଆଜ୍ଞା ଏଏସ୍ଆଇ ଏଏସ୍ଆଇ ବିଭାଗ ଯେଉଁ ଅଛି ସେଠି ଜଣେ ଇଞ୍ଜିନିୟର ତାଙ୍କୁ ବୋଧେ 3 ଥର ଖଣ୍ଡ ନିଶା ନିବାରଣ ଭର୍ତ୍ତି ଆସିଲା ପରେ ପୁଣି ପିଇଛନ୍ତି। ଯେ ପର୍ଯ୍ୟନ୍ତ ନିଜେ ନ ମାନେ ଡାକ୍ତର ନ କହିଛି ଡାକ୍ତର କହିଲା ପରେ ମନରେ ଭୟ ଆସିଛି ଡାକ୍ତର କଥା କହିଲେ ସହିତ ମୁଁ 3 ଦିନ ପରେ ପୁଣି ସେମିତି ପୁଣି ଇଚ୍ଛା ହେଇଥାଏ। ହଁ ଯେ ପର୍ଯ୍ୟନ୍ତ ନିଜେ ଜଣେ ନ ଚେତିଛି ସେ ପର୍ଯ୍ୟନ୍ତ ସେ କେବେ ମଦ ଛାଡି ପାରିବ ନାହିଁ। ଯିଏ ଯଦି ମଦ ପିଇଲା ଆଜ୍ଞା ମୁଖ ଦେଖିବେ କୋଉଠି ମଦ ପିଉଛନ୍ତି କୋଉଠି କୃଷଙ୍କ ସାଙ୍ଗ ଦେଖା ହେଇଗଲେ ମଦ ପିଇବାକୁ ତମ ସାଙ୍ଗରେ ମିଶିଲେ ତେଣୁକରି ତାଙ୍କର ଇଚ୍ଛା ଅଟୋମେଟିକ ମନ ଠିକ୍ ଡାକିବ। ତେଣୁ ମଦ ଛାଡ଼ିବାକୁ ଗଲେ ଆଗେ ଯୋଉ ଜାଗାରେ ଖଟି କରି ମଦ ପିଉଥିଲେ ସେ ସର୍କଲଟା ଛାଡ଼ିବେ ସେ ସ୍ଥାନ ଛାଡ଼ିବେ ସେ ସାଙ୍ଗ ଛାଡ଼ିବେ ମ୍ୟାକ୍ସିମମ୍ ଟାଇମ୍ ଘରେ ରହିବାକୁ ଚେଷ୍ଟା କରିବେ।